आमे डिवोर्स रो कथा होउथिले सिने स्टार जदि आमे ना नहीं परिबा ताहले एबेर जी सिने स्टार थिले अनुभव और वर्षंकर आपण से केस फॉलो करिसेंती। ହଁ ଆମେ ସେ କେସ୍ ଫଲୋ କରିଛି ଏବଂ ମୁଁ ମଧ୍ୟ ସେ କେସ୍ରେ ଯୋଡ଼ି ହେବା ପାଇଁ ତାଙ୍କର ରିଲେଟିଭ୍ ତରଫରୁ ବର୍ଷା ମ୍ୟାଡ଼ାମଙ୍କର ରିଲେଟିଭ୍ ତରଫରୁ ମଧ୍ୟ ଆମକୁ ଆସିଥିଲା। ତାପରେ ଆମେ ଦେଖିଲୁ ଆକ୍ଚୁଆଲି ଦେଖନ୍ତୁ ସେମାନେ ଦୁଇ ଜଣ ସିନେଷ୍ଟାର ସିନେମା ଲାଇନଟାରେ ମ୍ୟାଡ଼ାମ ହିରୋଇନ୍ ବି କେତେକ ହିରୋଙ୍କ ସହିତ ସଂସ୍ପର୍ଶରେ ଆସିବେ, ହିରୋ ମଧ୍ୟ କେତେକ ହିରୋଇନଙ୍କ ସହିତ ସଂସ୍ପର୍ଶରେ ଆସିବେ। ଆଦେହରେ କିଛି ନୂଆ କାହାଣୀ ନାହିଁ। ଯେତେବେଳେ ତୁମେ ମାନେ ଭଲ ପାଇ ମ୍ୟାରେଜ କରୁଛ, ଭଲ ପାଇବା ତ ମିନିମମ୍ ତ ନିଶ୍ଚିତ ବର୍ଷେ 1.5 ବର୍ଷ 2 ବର୍ଷ 6 ମାସ ହେଇଥିବ ନା, ତାହେଲେ ତୁମେ ନିଶ୍ଚିତ ଦୁଇ ଜଣକୁ ଦୁଇ ଜଣ ଉଭୟ ପକ୍ଷ ବୁଝି ନେଇଥିବ। ତାହେଲେ ଅବୁଝା ରହିଲା କୋଉଠି? ତାହେଲେ ତୁମେ ତ ଦୁଇ ଜଣ ସିନେ ତାରକା ଏବଂ ସିନେମା କ୍ଷେତ୍ରରେ ତମେ ଫିଲ୍ମରେ କାମ କରିଛ, ତୁମେ ଦୁଇ ଜଣ ତ ଭଲ ପାଇ ବାହା ହେଇଛ, ତାହେଲେ ତୁମର ବୁଝିବାରେ କୋଉଠି ସମସ୍ୟା ସୃଷ୍ଟି ହେଇଗଲା, ଯାହାଫଳରେ କି ଆଜି ପାରିବାରିକ ସମସ୍ୟା ସୃଷ୍ଟି ହେଲା। ତେଣୁ ନିଶ୍ଚିତ ଆ ଭିତରେ ଥାର୍ଡ ପାର୍ଟି ଅଛନ୍ତି, ଯେଉଁ ଥାର୍ଡ ପାର୍ଟିଙ୍କ ମାଧ୍ୟମରେ ଆଜି ପାରିବାରିକ ସମସ୍ୟା ସୃଷ୍ଟି। ତେଣୁ ଭଲ ହେଇଛି, ସେମାନେ ମାନ୍ୟବର ଅଦାଲତକୁ ମଧ୍ୟ ଆମେ ସମ୍ମାନ ଦେଉଛୁ, ତାଙ୍କର ଡିଭୋର୍ସ କରିଦିଆଯାଇଛି ଏବଂ ସିଏ ମଧ୍ୟ ତାଙ୍କର ନିଜର ଜୀବନଯାପନ ନିଜେ ବର୍ତ୍ତମାନ ସ୍ୱାଧୀନରେ କଟେଇ ପାରିବେ।